এই যে କାମାକ୍ଷାନଗର ହାଟୁଆରୀ ଗ୍ରାମ ସନ୍ନିକଟରେ ଏଇ ଯେଉଁ ରାମାୟଣ ନଦୀ ମଧ୍ୟରେ ଅବସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବଙ୍କ ମନ୍ଦିରରେ ଆଜି ଯେଉଁ ଜାଗର ଉତ୍ସବ ଅନୁଷ୍ଠିତ ହେଉଛି, ଏଥିରେ ଆଖପାଖ ଗ୍ରାମର ହଜାର ହଜାର ଭକ୍ତ ଆସି ଜାଗର ଜାଳୁଛନ୍ତି, ପ୍ରଭୁଙ୍କର ଦର୍ଶନ କରୁଛନ୍ତି। ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି। ତା ଛଡ଼ା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଶାସନ ତରଫରୁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ପୁଲିସର ସୁବନ୍ଦୋବସ୍ତ କରାଯାଇଛି ଏବଂ ଯାହା ଆନୁଷଙ୍ଗିକ ବ୍ୟବସ୍ଥା ରହିଛି ସମସ୍ତ ବ୍ୟବସ୍ଥା ଉପରେ ପ୍ରଶାସନର ନଜର ରହିଛି। ଆବଶ୍ୟକତା ଅନୁଯାୟୀ ଯେକୌଣସି ସମୟରେ ଯେକୌଣସି ପଦକ୍ଷେପ ନେବାକୁ ପ୍ରଶାସନ ସଜାଗ ରହିଛି। ବର୍ତ୍ତମାନ ଯାହା ମନ୍ଦିରରେ ଯେଉଁ ପୂଜା ଅର୍ଚ୍ଚନା ଚାଲିଛି ସେ ଅନୁସାରେ ଅନୁମାନ କରାଯାଉଛି ରାତି ପ୍ରାୟ 3ଟାରୁ 4ଟା ପାହାନ୍ତା ପ୍ରହର ବେଳକୁ ମହାଦୀପ ଉଠିବାର ସମ୍ଭାବନା ରହିଛି ଏବଂ ଯେଉଁ ଭକ୍ତମାନେ ଜାଗର ଜାଳି ରାତି ତମାମ ଉଜାଗର ରହିଥିବେ ସେମାନେ ମହାଦୀପ ଉଠିଲା ପରେ ସେମାନେ ପ୍ରସାଦ ସେବନ କରି ନିଜ ନିଜ ଘରକୁ ବାହୁଡ଼ିବାର ମଧ୍ୟ ସମସ୍ତ ବ୍ୟବସ୍ଥା କରିବେ।